ଯେଉଁ ସମୟରେ ଯେଉଁ ଜିନିଷକୁ ଆମେ ଅଧିକ ଦରକାର କରିଥାଉ ତରରେ ଏଇଟା ଆକାଶ ଛୁଆଁ ହୋଇଥାଏ। ଏଇ ଭୀଷଣ ଗରମ ସମୟରେ ମନ ଖୋଜିଯାଏ ଟିକେ ଥଣ୍ଡା ଥଣ୍ଡା ଲେମ୍ବୁ ପାଣି, କିନ୍ତୁ ଗୋଟେ କାଗଜ ଲେମ୍ବୁର ରେଟ୍ 8ରୁ 10 ଟଙ୍କା। ଆଉ ଏଇ ସମୟରେ ହିଁ ଆମ ବାଡ଼ିରେ ଲେମ୍ବୁ ଆମ ପାଖରେ ପହଞ୍ଚି ପାରେନି, କାରଣ ଲେମ୍ବୁ ବେଶୀ ହୁଏନି ଏଇ ଗରମ ସମୟରେ। ଅଲଗା ସିଜନରେ ପ୍ରଚୁର ଲେମ୍ବୁ ଆମ ଗଛରୁ ମିଳିଥାଏ। ସେହି ସମୟରେ ଭାବିଲି ଏତେ ଲେମ୍ବୁକୁ ଚିନି କିମ୍ବା ମିଶ୍ରି ଦେଇ ପ୍ରିମିକ୍ସଟେ ବନେଇ ରଖିଦେଲେ ଖରାଦିନେ ଲେମ୍ବୁ ପାଣି ପିଇବାର ଇଚ୍ଛାଟା ମେଣ୍ଟିଯିବ, ଲେମ୍ବୁ ନ କିଣିକି ମଧ୍ୟ। ସେଥିପାଇଁ ବାଡ଼ିରୁ ଆସିଥିବା ଲେମ୍ବୁକୁ ପରିଷ୍କାର କରି ଧୋଇଦେଲି, ଖଣ୍ଡ ଖଣ୍ଡ କାଟି ତା'ର ଜୁସ୍ ଗୁଡ଼ାକ ସବୁ ବାହାର କରିଦେଲି। ସାଙ୍ଗମାନେ, ଭିଡ଼ିଓଟି ଯଦି ୟୁଜଫୁଲ୍ ରହିବ ଆପଣମାନଙ୍କ ପାଇଁ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଲାଇକ୍ ଆଣ୍ଡ କମେଣ୍ଟ କରିବାକୁ ଭୁଲିବେନି ଯେମିତି। ମୋର ଏତେ ସବୁ ଲେମ୍ବୁରୁ ଗୋଟେ କପ୍ ମାତ୍ର ଲେମ୍ବୁ ରସ ବାହାରିଲା। ଗୋଟେ କପ୍ ଲେମ୍ବୁ ରସ ପାଇଁ ସାଧାରଣତଃ 3 କପ୍ ଚିନି କିମ୍ବା ମିଶ୍ରି ଗୁଣ୍ଡ ଦିଆଯାଇଥାଏ। ମୋର ଏଠି ଗୋଟେ ଭୁଲ ହେଇଗଲା, କ'ଣ ନା ମୋର ଟିକେ ଚିନି ସର୍ଟ ଥିଲା, ସେଥିପାଇଁ ମୁଁ ପୂଜାରେ ଯେଉଁ ଛୋଟ ଛୋଟ ମିଶ୍ରି ଲାଗେ ତାକୁ ଆଡ଼୍ କରିଦେଲି, ଯେଉଁଟାକି ମୋର ଜମା ମେଲ୍ଟ ହେଲାନି ଲେମ୍ବୁ ରସ ସହିତ। ଆଉ ଏଇଟାକୁ ତ ଖରାରେ ଶୁଖେଇ ହେବନି, କାରଣ ଚିନି ହେଉ କି ମିଶ୍ରି ହେଉ ସେଇଟା ଖରାରେ ଦେଲେ ମେଲ୍ଟ ହେଇଯିବ, ହାର୍ଡ଼ ହେବନି, ଯାହାଫଳରେ ଗ୍ରାଇଣ୍ଡ କରି ଆମେ ପାଉଡ଼ର ଫର୍ମକୁ ଆଣିପାରିବୁନି। ମିଶ୍ରି ଯଦି ୟୁଜ୍ କରୁଛନ୍ତି ତାହେଲେ ମିଶ୍ରି ଖଣ୍ଡ ଖଣ୍ଡ କରି ତାକୁ ଟିକେ ଗ୍ରାଇଣ୍ଡ କରିଦେଇକି ଚିନି ଭଳିକା କରିଦେଲେ, ତାହେଲେ ଲେମ୍ବୁ ରସରେ ଆଡ଼୍ କରିଦେଲେ ସେଇଟା ଟିକେ ମେଲ୍ଟ ହେଇଯିବ ଭଲସେ। ତାପରେ ଥାଳିରେ ତାକୁ ଶୁଖେଇ ଦେବେ। ଶୁଖେଇ ଦେଲେ ମୋର ଯେହେତୁ ମିଶ୍ରି ଦେଇଥିଲି ମୋତେ 6-7 ଦିନ ଲାଗିଗଲା, କିନ୍ତୁ ଚିନି ଦେଇଥିଲି 4-5 ଦିନରେ ଶୁଖିଯିବ। ଶୁଖିଗଲା ପରେ ତାକୁ ଥାଳିରେ ଗୋଟେ ସାର୍ପ କିଛି ଗୋଟେ ଛୁରୀ ପରିକା ଜିନିଷରେ ତାକୁ ସବୁ ବାହାର କରିଦେଇ ତାକୁ ଗ୍ରାଇଣ୍ଡ କରିଦେଲେ ଦେଖନ୍ତୁ କେତେ ସୁନ୍ଦର ପାଉଡ଼ର ହେଇଗଲା। ଏଠି ଦେଖନ୍ତୁ ମୁଁ ଲେମ୍ବୁ ରସ ସହିତ ଆଉ ଥରେ ଟ୍ରାଏ କଲି ଚିନି ମେଲ୍ଟ କରିକି ଦେବା ପାଇଁ। ଚିନି ଯେହେତୁ ଲେମ୍ବୁ ରସରେ ଆଡ଼୍ କରିଥିଲେ ବହୁତ ଶୀଘ୍ର 4-5 ଦିନରେ ଫ୍ୟାନ୍ ତଳେ ଦେଇଦେଲା ପରେ ଶୁଖିଗଲା, ବହୁତ ଇଜିଲି ମଧ୍ୟ ବାହାରିଗଲା। ତାକୁ ଗ୍ରାଇଣ୍ଡ କରିଦେଲେ ମିଶ୍ରି ପାଉଡ଼ରଠୁ ଏଇଟା ଆହୁରି ହ୍ୱାଇଟ୍ ପାଉଡ଼ର ହେଇକି ବାହାରିଲା। ସାଙ୍ଗମାନେ ଡରିଗଲେ କି 4-5 ଦିନ ପୁରା କଣ୍ଟିନ୍ୟୁ ଫ୍ୟାନ୍ ଲଗାଇବାକୁ ପଡ଼ିବ? ନାଇଁ ମ, ଯେଉଁ ସମୟରେ ଆପଣ ଯେଉଁଠି ବସିଥିବେ ଫ୍ୟାନ୍ ଲଗାଇ ସେହି ସମୟରେ ଥାଳିକୁ ନେଇକି ଥୋଇଦେବେ। ଆଉ ରାତିରେ ତ କଣ୍ଟିନ୍ୟୁ ଫ୍ୟାନ୍ ଚାଲିବ, ସେଇଟା ପୁରା ଯେମିତି ଫ୍ୟାନ୍ ପବନ ଭଲକି ବାଜିବ, ଥାଳିଟାକୁ ଆଣି ସେଇଠି ରଖିଦେବେ। ଏ ଲେମ୍ବୁ କିନ୍ତୁ ଶୀତଦିନେ ଆମ ବାଡ଼ିରେ ପ୍ରଚୁର ବାହାରେ। ଯେଉଁ ପ୍ରିପାରେସନ୍ଟା ମୁଁ ଶୀତଦିନେ ହିଁ ବନେଇକି ରଖିଥିଲି, ଯେଉଁଟାକି ମୋର ଖରାଦିନରେ କାମ ଆସିଲା। ଖରାଦିନେ କିଏ ଗେଷ୍ଟ ଆସନ୍ତୁ କି ନିଜର ଲେମ୍ବୁ ପାଣି ପିଇବାକୁ ଯଦି ଇଚ୍ଛା ହେଲା, ବାସ୍ ପ୍ରିମିକ୍ସଟାକୁ କାଢ଼ିବେ, ବାସ୍ ପାଣି ଦେଇ ଗୋଳିଲେ ତୟାର ହେଇଗଲା ଲେମ୍ବୁ ପାଣି। ଯଦି ଚାହିଁବେ ଆଇସ୍ କ୍ୟୁବ୍ 2-4 ଖଣ୍ଡ ପକାଇଦେବେ, ରେଡ଼ି କରିପାରିବେ ମନ ଓ ଆତ୍ମାକୁ ଶାନ୍ତି କରିବା ଭଳି ଥଣ୍ଡା ଥଣ୍ଡା ଲେମନ୍ ଡ୍ରିଙ୍କ୍। ସାଙ୍ଗମାନେ, ଯଦି ଅଚାନକ ଗେଷ୍ଟ ଆସି ପହଞ୍ଚିଗଲେ ଏଇ ଉଦୁଦିଆ ଖରାରେ, ମାର୍କେଟ ଯାଇ କେମିକାଲ ପ୍ରିଜର୍ଭେଟିଭ୍ ଦିଆ କୋଲ୍ଡ ଡ୍ରିଙ୍କ୍ କାହିଁ ଆଣିବାକୁ ଯିବେ ଯେ? ନିଜେ ଅର୍ଗାନିକ୍ ଜିନିଷରୁ ବନେଇଥିବା ହୋମମେଡ୍ ଲେମନ୍ ପ୍ରିମିକ୍ସ ପ୍ରିପେୟାର କରିଦିଅନ୍ତୁ, ଦେଖିବେ ଗେଷ୍ଟମାନେ ନିହାତି ଆତ୍ମା ତୃପ୍ତି ପାଇବେ। ଚାଲନ୍ତୁ ଦେଖିବା ଲେମନ୍ ପ୍ରିମିକ୍ସ କେମିତି ବନେଇବା। ମୋର 2 ଜଣ ଗେଷ୍ଟ ଆସୁଛନ୍ତି ବାହାଘରିଆ ନିମନ୍ତ୍ରଣ ନେଇ, ସେମାନଙ୍କ ପାଇଁ ମୁଁ ପ୍ରିପେୟାର କରୁଛି। ଭାବିଲି ଭିଡ଼ିଓଟି ବି ମଧ୍ୟ ବନେଇଦେବି। ଗ୍ଲାସ୍ର ସାଇଡ଼୍ ଗୁଡ଼ାକ ପ୍ରଥମେ ରେଡ଼୍ ଫୁଡ଼୍ କଲର୍ରେ କୋଟ୍ କରିଦେଲି। 2 ଚାମଚ ଲେମନ୍ ପ୍ରିମିକ୍ସ ଦେଲି ଗ୍ଲାସ୍, ପାଣି ଆଡ଼୍ କରି ଫେଣ୍ଟି ଦେଲା ପରେ ମିଣ୍ଟ ଲିଭ୍ ଆଣ୍ଡ ଆଇସ୍ କ୍ୟୁବ୍ ସହିତ ସର୍ଭ କରିଦେଲି। କେମିତି ଲାଗିଲା ଭିଡ଼ିଓଟି ଜଣାଇବେ ନିଶ୍ଚିତ। ରହୁଛି, ନମସ୍କାର, ବାଏ ବାଏ।